जय जगन्नाथ गुड मॉर्निंग बड़ मान प्रणाम सान मान आशीर्वाद केमती अच्छा समस्त भल सीना समस्त भलରେ ଖୁସିରେ ରୁହନ୍ତୁ। ଏବେ ଆସି ପହଞ୍ଚି ଯାଇଛୁ ଆମ ଗାଁରେ। ଆମ ଗାଁରେ ବି ଏଇଟା ହେଉଛି ଆମ ନିଜ ଘର କି ସ୍କୁଲ ବି ନୁହଁ, ଏଇଟା ହେଉଛି ଆମର ଭଡ଼ା ଘର। ଆଉ ଦେଖୁଥିବେ ହାତରେ ଝାଡ଼ୁ ଧରିକିରି ଖାଲି ଯେହେତୁ ଆମେ ଆସିଲା ଆସି ବହୁତ ରାତି ହେଲାଣି ଝାଡ଼ାଝୁଡ଼ି କରିନଥିଲୁ, ତ ଏବେ ଆସିକି ଝାଡ଼ାଝୁଡ଼ି କରି ପାଣି ସବୁ ଭରାଭରି କରୁଛୁ। ଆଉ ବାସନ ଫାସନ ସବୁ ଏପଟେ ଧୁଆ ହେଇକି ଆଣିଛୁ, ଏପଟେ ସବୁ କପଡ଼ା ଫପଡ଼ା ଧୋଇଛୁ ସକାଳୁ ସକାଳୁ। ଏଇଠି ଡୋଲରେ ପୁରା ବାସନ ଅଛି, ସେପଟେ ପାଣି ଭରା ହେଉଛି। ଏପଟେ କେଉଁ ପ୍ରକାର ଅସନା ହେଇକିରି ଅଛି ଟିକେ ଦେଖୁଥିବି, ସବୁ ଲାଗୁଛି। ଆଉ ଏପଟେ ବି ମୋର ବି କଷ୍ଟ, ତ ଗୋଡ଼ରେ ଗୋଟେ କେବେ ଘା ବାହାରିବ ନାହିଁ। ଏମିତି ଜାଗାରେ ଘା ବାହାରିଛି ନା କହିପାରୁଛି ସହିପାରୁଛି, ଏମିତି ହେଇଛି। ତ ସେଇ ସିଚୁଏସନ୍ରେ ବି ମୋ ପିଲାକୁ ଧରିକି ଆସିଲି। ଆଉ ଆସିଲା ସେ ବହୁତ ଦୂର ହେଲାଣି, ଆଉ ସିଆଡ଼େ ଟଏଲ୍ ବନ୍ଦ ପାଇଁ। ଆଉ ଯେଉଁଠିକି ଗଲେ ବି ତ ନିଜେ ରୋଷେଇ କରି ନିଜେ କାମ କର, ଖାଅ ପିଅ, ବାସ୍। ଆମ ଲାଇଫ୍ଟା ହିଁ ସେମିତି। ଆଉ ଏଇ ଘର ହେଉଛି ଆମ ବାପ ଘର ଘର ସାମ୍ନାରେ ମୁଁ ଘର ଭଡ଼ା ଆଣିଛି। ଆଉ ଏଇ ଘର ବି ମୋର ସବୁବେଳେ ଚାଲୁ ରୁହେ। ଯେତେବେଳେ ମୁଁ ଆସେ ଏଇ ଘରେ ରୁହେ 4-5 ଦିନ, ତାପରେ ଯାଏ କିନ୍ତୁ ଭଡ଼ା ଦିଏ ଆଉ ରୁହେ। ଆମ ଲାଇଫ୍ଟା ସେମିତିକା। ତ ଚାଲନ୍ତୁ ଗୁଲୁ ବାବା ଦେଖନ୍ତୁ ଏଇ ମାନେ ବହୁତ ସାରା ଘର ଭଗବାନଙ୍କର ଆଶୀର୍ବାଦ ଥିଲେ ନିଶ୍ଚୟ ଆଜି ନହେଲେ କାଲିକି ଘର ହେବ। ତ ସମସ୍ତେ ପଚାରନ୍ତି ଘର କେଉଁଠି ସେଇଟା ହେଲା ସିକ୍ରେଟ୍। ଆପଣମାନଙ୍କୁ ମୁଁ ଘର ହେଲେ କହିବି। ଏଠି ଗୁଲୁ ବାବା ବି କାମ ଲାଗିଯାଇଛି, ପାଣି ସବୁ ଖାଇଛି, କାମରେ ଲାଗିଛନ୍ତି। ଆପଣଙ୍କର ଦେଖୁଥିବେ ସାପ ଦେଖୁଛନ୍ତି, ସେ ଖାଲି ଧୁଆ ଧୁଇ ହେଉଛି। ଦେଖନ୍ତୁ ଘର ଓ ମାମା ଚାଲ ଏଟା ଦେଖନ୍ତୁ ସବୁ ଜିନିଷ କେମିତି ପଡ଼ିଛି, ଏମିତି ସବୁ ଜିନିଷ ପଡ଼ିଛି, ଅସନା ଫସନା ହେଇକି ଅଛି। ଏଗୁଡ଼ା ମୁଁ ସବୁ ଧୋଇକି ସକାଳୁ ଷ୍ଟାଣ୍ଡ ଯାକ ଆଣିଛି, ରଖିଦେଇଛି। ବୁଟ ପିନ୍ଧିବୁ କୁଆଡ଼େ ଜାନା କାହା ଜାନା ଏଇଠି ମୋର ଗଛ ସବୁ ନେଇକି ଆସିଛି। ଏଇଟା ହେଲା ସିଡ଼ି ଘର। ଏଇଠି ମୋର ସବୁ ଗଛ ନେଇକି ଆସିଛି, ଯେଉଁଟା ଲକି ବାମ ଅଛି ତା ଦେହରେ ତିଆରି, ତା ଦେହରେ ଏଇଟା ଅଛି ଦେଖୁଥିବେ। ସେଇଟା ହେଉଛି ଆମ ଘର, ସେଇଟା ହେଉଛି ଆମ ଘର, ସେଇଟା ହେଉଛି ଆମର ଭଡ଼ା। ଆମର ଏମିତି କିଛି ଦୁଃଖ ସହି ହେଉଛି, କିଛି ଦୁଃଖ ସହି ହେଉନି। ଆଉ ଏମିତିକା ବି ମୋ ସହିତ ବି ଏମିତିକା କରିଛନ୍ତି, ତ କରନ୍ତୁ। ଦୁଃଖ ଆସିଲେ ହିଁ ଦୁଃଖଟାକୁ ଆମେ ଜାଣିପାରିବା, ଏମିତି କାହା ଦୁଃଖଟା ବୁଝିପାରିବା। ଆଉ ଜୀବନ ଅଛି ମାନେ ତ ଦୁଃଖ ଆସିବା ଶୁଣିଛି। ଯଦି ଦୁଃଖ ନଥାନ୍ତା ଜୀବନରେ, ତାହେଲେ ଯଦି ସମସ୍ତେ ଲାଇଫ୍ ସୁଖ ହେଇଥାନ୍ତା, ତାହେଲେ ଭଗବାନ ଆମକୁ ସମସ୍ତେ ପଶି ଦିଅନ୍ତେ। ଆପଣମାନଙ୍କର ଏତିକି ଟିକେ ଭଲ ପାଇବା, ଏତିକି ଟିକେ ସାନ୍ତ୍ୱନା ସେମିତି ଦେଉଥିବ। ଆଉ ମୁଁ ଆଈ ଘରକୁ ଯିବା ପାଇଁ ବାହାରିଛି, ବାସ୍। ଆଉ କିଛି ତ ନାହିଁ। So much I love you, thank you.